ସମସ୍ତେ ଭଲ ଅଛନ୍ତି? ଆମେ ନାଇଁ ସୁଯୋଗ ଖୋଜୁଛୁ। କ'ଣ ଖୋଜୁଛୁ? ସୁଯୋଗ। ତା ମାନେ ଆମେ ନିଜ ଶରୀରକୁ ବେଶୀ ସମୟ ଦେଉଛୁ, ଆତ୍ମା ପାଇଁ ନାହିଁ। ଆତ୍ମା ପାଇଁ ଯେ ସମୟ ଦେବୁ ଆମେ କେବେ ବିଶ୍ରାମ କରିପାରିବୁନି। ଜଗତ ହେଉଛି ଗୋଟେ ବିଷୟ ସର୍କଲ। ସାଇକେଲ ରିଙ୍ଗ ଦେଖିଛନ୍ତି? ସାଇକେଲ ରିଙ୍ଗ କାହିଁକି ସଦାବେଳେ ଘୁରୁଛି? କାହିଁକି ଘୁରୁଛି ଜାଣିଛନ୍ତି କି? ଆଗକୁ ତ ଯାଉଛି, କିନ୍ତୁ କିଏ ଜଣେ ଫେଡଲିଂ କରୁଛି ନା ନାଇଁ? ଆଗକୁ ଯାଉଛି ସେ ତା ସେ ଯାଉନି, କିଏ ଗୋଟେ ଫେଡଲିଂ କରୁଛି। ସେଟା ଯଦି ଫେଡଲିଂ କରିବା ଲୋକ ନଥିବେ ସାଇକେଲ ଯିବ କି? ଆମର ଏଠି ସିପିର ସାଇକେଲ ଅଛି, କିଏ ଫିଡଲିଂ କିଏ କରୁନାହାନ୍ତି, ସେ ଏମିତି ପଡ଼ିକି ଅଛି। କାହିଁକି? ଲୋକ ନାହାନ୍ତି ସେଟାକୁ ଫିଡଲିଂ କରିବା। ଯଦି ଆମର ଆତ୍ମା ମତ ଆତ୍ମାରେ ଶକ୍ତିଯୁକ୍ତ ହେଇକି ଜୀବନ ବଞ୍ଚିବା ପାଇଁ ମୋ ହୃଦୟ ଭିତରେ ଜଣେ ଫିଡଲିଂ କରିବା ଲୋକ ଥିବାର ଅଛି, ଯିଏକି ମତେ ଆଗକୁ ଠେଲିବ। ଦୁଇଟାରେ ଏ ଜଗତରେ ଦୁଇ ପ୍ରକାର ରାସ୍ତା ଅଛି, ଗୋଟେ ହଉଛି ସ୍ଥଳପଥ, ଗୋଟେ ହଉଛି ଜଳପଥ। ଜାଣିଛନ୍ତି କି? ସ୍ଥଳପଥରେ ଯିବାଟା ନିୟମ ଅଛି। କ'ଣ ଅଛି? ନିୟମ ଅଛି। ତମେ ଯେତେବେଳେ ଯିବ ତମର ନିୟମ ହଉଛି ତମେ ଲେଫ୍ଟ ସାଇଡରେ ଯିବ, ଆଉ ତମ ବିପରୀତରେ ଯିଏ ଆସିବ ତମର ରାଇଟ୍ ସାଇଡରେ ସେ ଆସିବ। ଆଉ ତମେ ଯେତେବେଳେ ଯାଉଛ ସେଟା ଗୋଟେ ମଝିରେ ସିମ୍ବଲ ଥିବ, ଦେଖିଛ ନା? ଗୋଟେ ଜାଗାରେ ମାନେ ଧଳା କଲର ଦିଆ ହେଇଥିବ, ଗୋଟେ ଜାଗାରେ ହଳଦିଆ କଲର ବି ଥିବ, ଆଉ ଗୋଟେ ଜାଗାରେ ରେଡ୍ କଲର ବି ଥିବ। ଆଉ ସେ ମଝିରେ ଗୋଟେ ନାଇକି ଲାଇଟର ତାର ଗୋଟେ ଦିଆ ହେଇଥିବ, ଫକ୍ସ ଦିଆ ହେଇଥିବ। କ'ଣ ପାଇଁ? ଗୋଟେ ଦେଖିବେ ଗୋଟେ ଟର୍ଣ୍ଣିଂ ହେଇଥିବ, ଯଦି ୟୁ ଟର୍ଣ୍ଣିଂ ଅଛି ବୋଲେ ୟୁ ସିମ୍ବଲ ଦିଆ ହେଇଥିବ। ନାଇଁ ଟିକେ ଯଦି ଏଲ୍ ଟର୍ଣ୍ଣିଂ ଯଦି ଅଛି ହେଲେ ଏଲ୍ ର ସିମ୍ବଲ ଥିବ। ଏମ୍ ଟାଇପ୍ ର ଯଦି ଟର୍ଣ୍ଣିଂ ଅଛି ହେଲେ ଏମ୍ ର ଚିହ୍ନ ଦିଆ ହେଇଥିବ। କେବେ ଦେଖିଛନ୍ତି? ସେଥିପାଇଁ କୋଉ ଲୋକମାନେ ରାସ୍ତାରେ ଆକ୍ସିଡେଣ୍ଟ ହୁଅନ୍ତି ଜାଣିଛନ୍ତି? ଯୋଉ ଲୋକମାନେ ରାସ୍ତାର ନିୟମକୁ ଅନୁସରଣ ନ କରନ୍ତି। ଗାଡି ଚଲେଇ ଜାଣିଲେ ସେ ଡ୍ରାଇଭର ନାହିଁ। ଅରିଜିନାଲ ଡ୍ରାଇଭର କିଏ ଜାଣିଛ? ଏ ସବୁ ବିଷୟକୁ ଯେ ନିୟମକୁ ପାଳନ କରୁଛି ସିଏ ହଉଛି ଡ୍ରାଇଭର। ସେ କେବେ ଆକ୍ସିଡେଣ୍ଟକୁ ସାମ୍ନା କରିବ ନାହିଁ। କିନ୍ତୁ ଡ୍ରାଇଭର ହେଇକି ମଧ୍ୟ ଭଲ ଗାଡି ଚଲାଉଥିଲେ ମଧ୍ୟ ଲୋକ କାହିଁକି ଆକ୍ସିଡେଣ୍ଟ ହୁଅନ୍ତି? ଆଗରେ କ'ଣ ଅଛି ଦେଖନ୍ତି। ମୁଁ ବହୁତ ଲୋକକୁ ଦେଖିଛି, ସେମାନେ ନାଇଁକି ନିଜର ଲେଫ୍ଟ ସେମାନେ ତାଙ୍କର ରାଇଟ୍ କୁ ମୋଡେଇକି ଯାଉଥିବେ। ବହୁତ ଲୋକକୁ ମୁଁ ଦେଖିଛି, ଆପଣ ଦେଖୁଥିବେ। ଆଉ ଏଠି ତ ଗାଡି ଚଲେଇବାଟା ବହୁତ ମୁସ୍କିଲ। ଏଠି କିଏ ନିୟମ କାନୁନ ମାନୁନାହାନ୍ତି, ଯିଏ ଯୁଆଡେ ପଶିଲା। ହଁ ସତରେ ଗାଡି ଯାଉଥିବ ପଶୁ, କାହିଁକି ନା ପଶିଲେ? এটা হচ্ছে স্থল পথরে যাত্রা। স্থল পথরে যাত্রা কলা মধ্যে এই প্রকার গোটে নিয়ম আছে। ଆଉ ଜଳପଥରେ ରାସ୍ତା କେମିତି ଯିବେ? ଜଳପଥରେ ତ କୌଣସି ରାସ୍ତା ତିଆରି ହେଇନି, କିନ୍ତୁ ବହୁତ ବିରାଟ ବଡ ବଡ ଜାହାଜ ଯାକ ଯାଉଛି, ଯାତ୍ରା କରୁଛି ସେଠି। ଜଳପଥରେ ଯିବା ଲୋକ କେମିତି ଯାତ୍ରା କରୁଥିବେ? ତାଙ୍କ ଗୋଟେ କମ୍ପାସ ଅଛି। କମ୍ପାସ ନାଇକି ତାଙ୍କୁ ରାସ୍ତା ଦେଖେଇବ। ସେଠି ଗୋଟେ କମ୍ପାସ ତିଆରି ହେଇଛି, ଯୋଉ କମ୍ପାସକୁ ସାଟେଲାଇଟ ସହିତ କନେକ୍ସନ ଅଛି। ସେ ସାଟେଲାଇଟ ରାସ୍ତାକୁ କନେକ୍ସନ କରିବ, ଆଉ କମ୍ପାସରେ ପ୍ରକୃତରେ ଦେଖେଇବ। ବୁଝିପାରୁଛନ୍ତି? ସେଥିପାଇଁ ପାଣି ଭିତରେ ଯିବା ଲୋକ ଆଗକୁ ଦେଖିପାରିବ ନାହିଁ, କିନ୍ତୁ କ'ଣ ଦ୍ୱାରା ଦେଖିବେ? କମ୍ପାସ ଦ୍ୱାରା। ଏ କମ୍ପାସ ସବୁ ସିଗ୍ନାଲ ଦେବ, ଏବେ ଏ ଜାଗାରେ ବରଫ ଅଛି, ଟିକେ ଲେଫ୍ଟକୁ ଟର୍ନ କର, ନହେଲେ ଆଉ ଟିକେ ଆଗକୁ ଗଲା ପରେ ରାଇଟରେ ଗୋଟେ ବହୁତ ବଡ ପଥରଟେ ଅଛି, ତମେ ସେଟାକୁ ଟିକେ ରାଇଟ୍ କୁ ଟର୍ନ କର। ଏବେ ସିଧା ଆସିବ, କିଛି ନାହିଁ, ତମେ ଜାଗାରେ ଯାଅ, ଆଗରେ କିଛି ସମସ୍ୟା ନାହିଁ। ନଚେତ ହଠାତରେ ସାମ୍ନା ଗୋଟେ ଜାହାଜ ଆସୁଥିବ, ସେତେବେଳକୁ ସେ ସିଗ୍ନାଲ ଦେବ ନାହିଁ, ଏବେ ଗୋଟେ ଜାହାଜ ଆସୁଛି, ଏତିକି ଡିଷ୍ଟାନ୍ସ ନିଅ, ଏତିକିରେ ସେ ସିଗ୍ନାଲ ଦେବ। ସେଥିପାଇଁ ଯୋଉ ଡ୍ରାଇଭର ଥିବ ସେ କମ୍ପାସକୁ ଅନୁସରଣ କରିବ। ଆତ୍ମିକ ଜୀବନ ବଞ୍ଚିଲା ବେଳକୁ ସମାନ ସେଟା। ବୁଝିପାରୁଛନ୍ତି? ପରିଧାନ ପାଇଲା ପରେ, ପାପ କ୍ଷମା ପାଇଲା ପରେ ପ୍ରଭୁଙ୍କର ହୃଦୟ, ପ୍ରଭୁଙ୍କର ଇଚ୍ଛାକୁ ଅନୁସରଣ କରିବାଟା ହଉଛି ଗୋଟେ ଧାର୍ମିକର ଜୀବନ। ଆମେ ଆକାଶରେ କେମିତି ଯାଉଥିବେ? ଆକାଶରେ ପଥ ବି ଅଛି। ଆକାଶରେ ତ ପିଛୁ ଢଳି ହବ ନାହିଁ। ଆକାଶ ବିଷୟରେ ଟିକେ ମୁଁ ଜାଣିନି, ଜାହାଜ କେମିତି ଯାଉଛି। ହଁ ଆକ୍ଚୁଆଲି ମନିଟରିଂ ହଉଛି। ଏକ୍ଜାକ୍ଟଲି ମୁଁ ଜାଣିନି ଆକାଶ ବିଷୟରେ ଏତେ ଟିକେ ଷ୍ଟଡି କରିନି, ସେଥିପାଇଁ ସେଟା ମୁଁ ଆଜି କହିପାରିବି ନାହିଁ, ଅଲଗା ଦିନ କହିବି। କିନ୍ତୁ ସେଟା ଗୋଟେ କଣ୍ଟ୍ରୋଲ ରୁମ୍ ଅଛି ତଳେ।
ସେଥିପାଇଁ ସେମାନଙ୍କର ସାଟେଲାଇଟ୍ ସହିତ କନେକ୍ସନ୍ ଥିବ, ସେମାନେ କଣ୍ଟ୍ରୋଲ କରୁଥିବେ। ଆକାଶରେ ଜାଣିଛନ୍ତି ଶହ ଶହ ଜାହାଜ ବୁଲୁଛି, ଆମେ ଦେଖୁନୁ, କିନ୍ତୁ ତମେ ଦେଖିବ ଗୁଗଲ ମ୍ୟାପ୍ରେ ଆକାଶରେ କେତେ ଜାହାଜ ବୁଲୁଛି କହିଲେ ତାର ମ୍ୟାପ୍ ଦେଖେଇବ। ଗୋଟେ ଘଣ୍ଟାରେ ବର୍ତ୍ତମାନ କେତେଟା ଜାହାଜ ଅଛି ସେଟା ବି ଦେଖେଇବ। ଏବେ ବର୍ତ୍ତମାନ କେତେଟା ଉପରେ ଅଛି ସେଟା ବି ଦେଖେଇବ, କେତେଟା ଲ୍ୟାଣ୍ଡିଂ କରିବାକୁ ଯାଉଛି ସେଟା ବି ଦେଖେଇବ। ଆଜିକାଲି ଗୁଗଲକୁ ଯିଏ ବ୍ୟବହାର କରିବାଟା ଜାଣିଛନ୍ତି ସେ କେବେ ମୂର୍ଖ ହେବେ ନାହିଁ। ସତରେ ଆପଣ ଥରେ ପରୀକ୍ଷା କରନ୍ତୁ, ଦେଖନ୍ତୁ, ସର୍ଚ୍ଚ କରନ୍ତୁ, ଗୁଗଲକୁ ପଚାରନ୍ତୁ, ବୁଝିପାରୁଛନ୍ତି? ଥରେ ପଚାରନ୍ତୁ, ସେଟା ସବୁ କିଛି ତାର ସେ ଜ୍ଞାନ ଦେବ ତମକୁ। ଏମିତି ଅଛି, ଏବେ ଏତେଟା ଅଛି, କେତେଟା କୁଆଡେ ଯାଉଛି, କୋଉ ଦେଶକୁ କେତେଟା ଦେଶରୁ କୋଉ ଦେଶକୁ କେମିତି ଯାତ୍ରା କରୁଛନ୍ତି, ସବୁ ତାର ତାଲିକା ବାହାରିବ। ସେଥିପାଇଁ ଆମର ହୃଦୟ ଯେତେବେଳେ ଉଚ୍ଚା ଅଛି କି ନମ୍ର ଅଛି, ତ ପ୍ରଭୁ ଏ ପ୍ରକାର ତାଲିକା କାଢି ପାରୁଥିବେ ନା ପାରୁନଥିବେ? ପାରୁଥିବେ ନା ପାରୁନଥିବେ? 13 ପର୍ବ, ଗଣନା ପୁସ୍ତକ 13 ପର୍ବରେ ଏଠି ମଶା ନେଇକି 12ଟା ଦୂତ ମାନଙ୍କୁ ବାଛୁଛନ୍ତି କେଣାନ ଦେଶ ଉଦ୍ଦେଶ୍ୟ ଯାତ୍ରା କରିବା ପାଇଁ, ଅନୁସନ୍ଧାନ କରିବା ପାଇଁ। ପ୍ରତ୍ୟେକ ତାର ବଂଶ ଅନୁସାରେ ଦି ଜଣଙ୍କ ପ୍ରକୃତରେ ବଛା ହେବ। ତ ସେମାନେ କେଣାନ ଦେଶକୁ ଅନୁସନ୍ଧାନ କରିବା ପାଇଁ ମଶା ସେମାନଙ୍କୁ ପଠେଇଲେ। 16 ପଦରେ ଯଦି ଦେଖିବେ ତଳକୁ, ମଶା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠେଇଲେ ସେମାନଙ୍କ ନାମ ଏହି, ଆଉ ମଶା ନୂନର ପୁତ୍ର ଜିହସ ନାମ ଦେଲେ। ଆଉ ମଶା ଏମାନଙ୍କୁ କେଣାନ ଦେଶ ଅନୁସନ୍ଧାନ କରିବାକୁ ପଠେଇଲେ। ତୁମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର। ପୁଣି ସେହି ଦେଶ କିପରି ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ, କି ଅଳ୍ପ କି ଅନେକ, ପୁଣି ସେମାନେ ଯେଉଁ ଦେଶରେ ବାସ କରନ୍ତି ତାହା ଭଲ କି ମନ୍ଦ, ଯେ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁର କି ଗୋଡ଼ରେ କାହିଁରେ ବାସ କରନ୍ତି। ପୁଣି ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃଷ ଅଛି କି ନାହିଁ ତାହା ଦେଖ। ଆଉ ତୁମେମାନେ ସାହସୀ ହୋଇ ସେହି ଦେଶର ଫଳର କିଛି ସଙ୍ଗରେ ଆଣ। ସେହି ସମୟରେ ପ୍ରଥମ ପଟୁ ଦ୍ରାକ୍ଷ ଫଳର ସମୟ ଥିଲା। ତ ଏଇ ଜାଗାରେ ମଶା ଗୋଟେ କଥା କହିଲେ, ଆଉ 12ଟା ଗୋଷ୍ଠୀର ଲୋକମାନଙ୍କୁ ପଠେଇଲେ। କୁଆଡ଼େ ପଠେଇଲେ? ଯାଅ ତମେ କେଣାନ ଦେଶ ଅନୁସନ୍ଧାନ କରିକି ଆସ। ଏମାନେ ଗଲେ, 40 ଦିନ ସେଠି ରହିଲେ। 40 ଦିନ ରହିଲେ, 40 ଦିନ ଅନୁସନ୍ଧାନ କଲେ। ଆଉ 40 ଦିନ ପରେ ସେ ଜାଗାରେ ଗୋଟେ ଅଙ୍ଗୁର ପେନ୍ଥା ଗୋଟେ ଧରିଲେ ଆଉ ଆଇଲେ। ଜାଣିଲେ ଗୋଟେ ଅଙ୍ଗୁର ପେନ୍ଥା କେଡ଼େଟା? ଆମ ଦୃଷ୍ଟିରେ ଏତିକି ଲମ୍ବା ହଉଛି ନା, ଏତିକି ଲମ୍ବା ହବ, ଏ ସାଇଜ ଗୋଲ ଥିବ, କିନ୍ତୁ ମାନେ 2 ଜଣ ଭିକି ଆଇଲେ, ମାନେ ଗୋଟେ ପେନ୍ଥା କେଡ଼େ ବଡ଼ ଥିବ ମୁଁ ଜାଣିଲି। ତ ଆଇଲେ, 12 ଜଣ ମଶା ସାମ୍ନାରେ ଛିଡ଼ା ହେଲେ। ମଶା ପଚାରିଲେ ସେ କେମିତି ଦେଶ ସେଟା? 10ଟା ଲୋକ କହିଲେ, ଆମେ ଗଲୁ ଆଉ ଦେଖିଲୁ ସେ ଜାଗାରେ ସୁନିବାସୀ ମାନେ ରହୁଛନ୍ତି, ଅନାକାର ସନ୍ତାନ ମାନେ, ସେମାନେ ଆମମାନଙ୍କ ଠାରୁ ବଡ଼ ଡେଙ୍ଗା। ଆମେ ଯେତେବେଳେ ନିଜକୁ ତୁଳନା କଲୁ, ଆମେ ସେମାନଙ୍କ ଭିତରେ ଫଳିକ ଦେଖାଗଲୁ। ଆମେ ସେମାନଙ୍କୁ ପାରବା ନାହିଁ ବୋଲି, ସେମାନେ ଆମଠାରୁ ଅଧିକ ବଳବାନ ବୋଲି କହିଲେ। 10ଟା ଲୋକ ଏମିତି କହିଲେ ମଶା। କିନ୍ତୁ ସେ 10ଟା ଭିତରେ ଆଉ 2 ଜଣ ଅଛନ୍ତି, ଜିଓସ କଲେକ୍ଟ। ଏମାନେ କଣ କହିଲେ? ତମ ପାଟି ବନ୍ଦ କର, ତମେ କାହିଁକି ପ୍ରଭୁତରେ ଅବିଶ୍ୱାସର କଥା କହୁଛ? ହଁ, ଆମେ ସେମାନଙ୍କୁ ସେମିତି ଫଡ଼ିଗ ଆଉ ଦେଖାଗଲୁ, କିନ୍ତୁ ପ୍ରଭୁ ସେଟା ଆମକୁ ଦେଇଛନ୍ତି, ସେ ଦେଶ ଆମେ ଅଧିକାର କରିପାରିବା ବଳରେ। ତେବେ 2 ଜଣ ଲୋକ କାହିଁକି ସମାନ ବିଷୟକୁ ଦେଖିଲେ, କିନ୍ତୁ କହିଲା ବେଳକୁ କାହିଁକି ବିଶ୍ୱାସରେ କହିଲେ? କୋଉ କାରଣ ପାଇଁ? 10ଟା ଲୋକ ମଧ୍ୟ ସମାନ ବିଷୟକୁ ଦେଖିଲେ, 2 ଜଣ ଲୋକ ମଧ୍ୟ ସମାନ ବିଷୟକୁ ଦେଖିଲେ, କିନ୍ତୁ ଯେତେବେଳେ ପାଟିରୁ କଥା ବାହାରିଲା 2 ଜଣଙ୍କର ଅଲଗା, ଆଉ 10 ଜଣଙ୍କର ଅଲଗା। କଣ ପାଇଁ? ତା ମାନେ ଗୋଟେ ପ୍ରକାର ଲୋକ ଅଛନ୍ତି ଯେଉଁମାନେ କି ବିଶ୍ୱାସରେ ପଢିପାରନ୍ତି। ସେମାନେ ନିଜର ଦୃଷ୍ଟିକୋଣରେ ଏବେ ବି ଦେଖୁଛନ୍ତି। ଏମାନଙ୍କ ଦୃଷ୍ଟିକୋଣରେ ଯୀଶୁଙ୍କର ଦୃଷ୍ଟିକୋଣ ନାହିଁ, ପରମେଶ୍ୱରଙ୍କ ଦୃଷ୍ଟିକୋଣ ଏମାନଙ୍କ ପାଖରେ ନାହିଁ। ସେଥିପାଇଁ ସେମାନେ ଯାହା ଦେଖିଲେ ଉତ୍ତର ଦେଲେ, କିନ୍ତୁ ସେର ବିଶ୍ୱାସ ନାହିଁ। କିନ୍ତୁ ଗାଲେବା ଯିଏ, ସେ କଣ କହିଲେ? ହଁ, ଆମେ ସେମାନଙ୍କ ଫଳିଗ, ଆମେ ଦୁର୍ବଳ, ଆମର କୌଣସି ହତିଆର ନାହିଁ, ଆମର କୌଣସି ଅସ୍ତ୍ର ପ୍ରଭୁତ୍ୱରେ ନାହିଁ, ଆମେ ତାଙ୍କୁ ଯୁଦ୍ଧ କରିପାରିବାଟା, ସେମାନେ ଆମଠାରୁ ବଡ଼ ଡେଙ୍ଗା ସତ, କିନ୍ତୁ ଚାଲ ଆମେ ସେଟାକୁ ବଳ ସହିତ ଅଧିକାର କରିବା ପାଇଁ। ସେ ତାହା ପ୍ରଭୁ ମାନଙ୍କୁ ଦେଇ ଆସନ୍ତି। ଭାଇ ଭଉଣୀ, ଆପଣ କେମିତି ବଞ୍ଚିବେ? ଆପଣ ମାନେ କେମିତି ବଞ୍ଚିବେ? ମୋ ପାଖରେ ଅଛି କହିକି ବଞ୍ଚିବେ ନା ନାଇଁ କହିକି ବଞ୍ଚିବେ? କିନ୍ତୁ ବେଳେବେଳେ ଆପଣ ମୁଁ ଦେଖେ ବୋଲି ଆପଣ ନାହିଁ କହିକି ବଞ୍ଚୁଛନ୍ତି। ଦେଖନ୍ତୁ ଏଇ ଜାଗାରେ ଲେଖା ହେଇଛି, ସେମାନେ କଣ କହୁଛନ୍ତି?
30 ପଦ ଦେଖନ୍ତୁ। ତୁମେ କାଲିକୁ ମଶାଙ୍କ ପକ୍ଷରୁ ଲୋକମାନଙ୍କୁ କେନ୍ତ କରି କହିଲେ, ଆସ ଆମମାନେ ଏକା ବେଳେ ଉଠି ଯାଇ ତାହା ଅଧିକାର କରୁ, ତା ପରାସ୍ତ କରିବାକୁ ଆମମାନଙ୍କର ଯଥେଷ୍ଟ ବଳ ଅଛି। କାଲେ ପଛ ଘୁଞ୍ଚା ଦେଲେ ନା ସେମାନଙ୍କର ପାଟି ବନ୍ଦ କରାଇଲେ। କଣ କରାଇଲେ? ତମ ପାଟି ବନ୍ଦ କର, ତମର ପାଟି ନ ଚାଲ, ତମର ଦୃଷ୍ଟିକୋଣକୁ ଫିଙ୍ଗି ଦିଅ, କାଢି ଦିଅ, ତମର ଦୃଷ୍ଟିକୋଣ ହଉଛି ଭୁଲ। ପ୍ରଭୁ କଣ କହିଛନ୍ତି? ମୁଁ କିଣାନ ଦେଶକୁ ତମକୁ ଦେବି। କିଣାନ ଦେଶ ହଉଛି ଦୁଗ୍ଧମଧୁ ପ୍ରବାହୀ ଦେଶ। ହଁ, ସେ ଜାଗାରେ ଅନାକାର ସନ୍ତାନ ମାନେ ବାସ କରୁଛନ୍ତି, ବଡ ଡେଙ୍ଗା, ଆମଠାରୁ ଅଧିକ ବଳ ଅଛି, କିନ୍ତୁ ପ୍ରଭୁ ସେ ଦେଶକୁ ଅଧିକାର କରିବାକୁ ଆମକୁ ଯଥେଷ୍ଟ ବଳ ଦେଇଛନ୍ତି। ଦେଇଛନ୍ତି ନା ଦେଇନା? ସେଠି ଆମେ ସବୁ ସମସ୍ୟା ପରିସ୍ଥିତିକୁ ଜିତିବା ପାଇଁ ଆମ ପାଖରେ ଯଥେଷ୍ଟ ବଳ ଅଛି ନା ନାଇଁ? ରୋଗ ହଉଛି ମାନେ ଖାଲି ତମେ ରୋଗ ଆକା ହବ, ସୁସ୍ଥ ହେବାର ଗୋଟେ ରୋଗ ପ୍ରତିରୋଧକ ଶକ୍ତି ବି ଆସିବ ନା ଆସିବ ନାହିଁ? ତେବେ ଆମେ କାହିଁକି ବିଶ୍ୱାସରେ ବଞ୍ଚି ପାରିବୁ ନାହିଁ? କାହିଁକି ଆମେ ବିଶ୍ୱାସର କଥା କହିପାରିବୁ ନାହିଁ? ବିଶ୍ୱାସରେ କାହିଁକି ଆମେ ଦେଖିପାରିବୁ ନାହିଁ? ବିଶ୍ୱାସର ଲୋକ କାହିଁକି ହେଇକି ଆମେ ବଞ୍ଚି ପାରିବୁ ନାହିଁ? ଯଦି ମତେ ମୋ ପାଖରେ ବିଶ୍ୱାସ ଅଛି, ମୁଁ ବିଶ୍ୱାସରେ ଦେଖୁଛି, ହେଲେ ମତେ ଯୋଉ ଜାଗାରେ ମତେ ରଖିଲେ ମୁଁ ବଞ୍ଚିବି ନା ବଞ୍ଚିବି? ଏଲିୟାଙ୍କୁ ପ୍ରଭୁ କହିଲେ, କୁଆଡେ କୁଆଡେ ଯା କହିଲେ? ଏଲିୟାଙ୍କୁ ପ୍ରଭୁ କୁଆଡେ ଯା ବୋଲି କହିଲେ? ମନେ ଅଛି କି ନାହିଁ? ଟିକେ କାଢ ଭାଷା। ସତର ପର୍ବ, ପ୍ରଥମ ରାଜା ବଳି 17 ପର୍ବ କାଢ। ସତରର 2 ପଦ ବାକ୍ୟ 2 ପଦ ତଳକୁ ଦେଖିବା। ଏହି ଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା ତୁମେ ଏଠାରୁ ଯାଇ ପୂର୍ବ ଦିଗକୁ ଫେରି ଜର୍ଦ୍ଦନ ସଂସ୍ପର୍ଶ ପରିଣତି ନିକଟରେ ଆପଣଙ୍କୁ ଲୁଚାଅ। ସେ ସ୍ଥାନରେ ତୁମେ ନଦୀର ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକାମାନଙ୍କୁ ଆଜ୍ଞା ଦେଇଅଛୁ। ତୁମେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ କର୍ମ କଲେ ଯେ ଜର୍ଦ୍ଦନ ସଂସ୍ପର୍ଶ ପରିଣତି ନଦୀ ନିକଟକୁ ଯାଇ ବାସ କର। ବର୍ତ୍ତମାନ ପ୍ରଭୁ କାହାକୁ ପଠେଇଲେ? ଏଲିୟାଙ୍କୁ ପଠେଇଲେ। କୁଆଡେ ଯା କହିଲେ? ଯା ଜର୍ଦ୍ଦନ ନଦୀ ନିକଟରେ, ଜର୍ଦ୍ଦନ ନଦୀ ଲେଖା ହେଇଛି କି ନାହିଁ? ପୂର୍ବ ଦିଗକୁ ଫେରି ଜର୍ଦ୍ଦନ ନଦୀ ସମ୍ମୁଖ ପରିଣତି ନଦୀ ନିକଟରେ ଆପଣଙ୍କୁ ଲୁଚାଅ କରି ତୁ ଯା ସେଠି ବାସ କରେ। ଏଠି ଯଦି ରାକେଶ ଭାଇକୁ ପଠା ହବ, କୁଆଡେ ପଠା ହବ? ପାଲଘୋଡା। ତୁ ଯା ପାଲଘୋଡା ଯୋଉ ଡ୍ୟାମ୍ କୋଉଟା ଆସୁଛି, କି ଡ୍ୟାମ୍ ସେଟା? ଏ ଯୋଉ ଇଲେକ୍ଟ୍ରିକ ପ୍ରଡ୍ୟୁସ ହଉଛି ବେଙ୍ଗାଲି। ହଁ, ଏ ଯୋଉ ଇଲେକ୍ଟ୍ରିକ ପ୍ରଡ୍ୟୁସ ହଉଛି ବେଙ୍ଗାଲି ତ ସମଲ। ଠିକ ଭୁଲ କହୁଛି, ସେଠି ଏକା ଯାଉଛି ସମଲ। ସମଲ ମିଶ୍ର ଭିଡିଓ କରି ମୋର ଚ୍ୟାନେଲ ବି ଛାଡିଛି। ସମଲ ନଦୀକୁ ପଠା ହବ। ରାକେଶ ତୁ ଯା ସମଲରେ ଟିକେ ଯାଇକି ତୁ ରହ ଟିକେ ଗୋଟେ ମାସ ଖଣ୍ଡେ। ପ୍ରଭୁ ସେଟା କଣ କରୁଛି? କଣ ମିଳିବ ପ୍ରଭୁ ସେଠି? ମାଛ ବି ଧରି ଜାଣିଛ କି? ଜାଲ ପକେଇବାଟା ବି ଜାଣିନ, ମାଛ ଧରବାଟା ବି ଜାଣିନ, ଆଉ ମାଛକୁ ସଫା କରବାଟା ବି ଜାଣିଛ? କାତି ବାହାର କରବାଟା ଜାଣିଛ? ଜାଣିଛି। ଯଦି ଧରି ନିଅନ୍ତୁ ଉଦାହରଣ ସ୍ୱରୂପ ରାକେଶ ଭାଇକି ପଠେଇବେ, ରାକେଶ ତୁ ଯା, ତୁ ସମୁଦ୍ରରେ ଯାଇକି ଟିକେ ବାସ କରେ ନଦୀ କୂଳରେ। ଖାଇବା ପିଇବାର ନାହିଁ, ଘର ନାହିଁ, କିନ୍ତୁ ତୁ ଯାଇକି ବାସ କରେ। ମୁଁ କାଉ ମାନଙ୍କୁ ଆଦେଶ ଦେଇଛି, ତୁ ସନ୍ଧ୍ୟାରେ ସକାଳେ ତତେ ଖାଦ୍ୟ ଆଣିକି ଦେବେ, ମାଂସ ଆଣିକି ଦେବେ, ରୁଟି ଆଣିକି ଦେବେ, ଆଉ ସେ ନଦୀର ପାଣି ପିଇବୁ। ନଦୀର ପାଣି ପିଇବୁ, ପିଇବ ନଦୀର ପାଣି। ଗଲା ଇଆଡେ ପାଣି ତ ଟିକେ ଚୂନ ପାଣି, ଟାଣୁଆ ପାଣି, ଷ୍ଟ୍ରଙ୍ଗ ପାଣି। ଇଆଡେ ବହୁ ଗୋଟେ ମାସ ବଞ୍ଚିଲା ଷ୍ଟୋନ୍ ହେଇଯିବ, ଭିତରେ ଚୂନ ଜମିଯିବ, ଆଉ ଥରେ ପେଟ କାଟିବାକୁ ପଡିବ। ଯଦି ତମ ପାଖରେ ବିଶ୍ୱାସ ଅଛି, ତମେ କଣ କହିବ? ପ୍ରଭୁ ଠିକ ଅଛି, ପ୍ରଭୁ ମୁଁ ଯିବି କହିବ। ଏଲିୟାଙ୍କୁ ପ୍ରଭୁ ପଠେଇଲେ, ତୁ ଯା ଜର୍ଦ୍ଦନ ସମୁଦ୍ର ପରିଣତି ନଦୀ ନିକଟରେ ନିଜକୁ ଲୁଚାଅ। ମୁଁ ସକାଳେ ସନ୍ଧ୍ୟାରେ ଆଦେଶ ଦେଇଛି, କାଉ ମାନେ ତତେ ଆଣିକି ମାଂସ ରୁଟି ଦେବେ। ଏଲିୟା ନାହିଁ କହିବାଟା କେବେ ଦେଖିଛ? ନାଇଁ ପ୍ରଭୁ ମୁଁ ଯିବି ନାହିଁ। ସେ ଜାଗାରେ ପ୍ରଭୁ ତମେ ମାରବାକୁ ପଠଉଛ। ଏ କାଉ ହଉଛି ଗୋଟେ ମାଂସାଶୀ ପ୍ରାଣୀ, ଇଏ କଣ ମତେ ଖାଦ୍ୟ ଆଣିକି ଦେବ, ରୁଟି ଦେବ? ହଁ ହୁଏତ ରୁଟି ଦେଇପାରେ, କିନ୍ତୁ ମାଂସ କଣ ଦେବ? କାଉ ସାମ୍ନାରେ ତମେ ମାଂସ ଫିଙ୍ଗି ଦିଅ ତ, ସେ ତତେ ଆଣିକି ତମ ପାଖରେ ଆଣିକି ରଖିଦେବ? ଯାହା ହଉ କହିବୁ
উপরে উপরে টেকিକି ନେବ ସେ ବହୁତ ବହୁତ ଦିନର ଗୋଟେ ମାନେ ଫ୍ରେଶ ମାଂସ ପାଇଲେ ବୋଲି ଟେକିକି ନେବ ସେତିକିଟା ଚର୍ଚ୍ଚରେ ବହୁତ କାଉ କୁହନ୍ତି ବେଳେ ବେଳେ ଥରେ ଆମେ ଚର୍ଚ୍ଚରେ ମୂଷା ଧରିଲୁ ଆଉ ତୁ ଗୋଟେ ଭାଇ ନାହିଁ କି କାଉ ମାନଙ୍କୁ ଉପରେ କାଉ ଆକା ଏମିତି ଉଡୁଥିଲେ ଏମିତି ଉପରକୁ ପକେଇଦେଲେ ଉପରକୁ ପକେଇଲା କାଉ ନାହିଁ କି ଉପରେ ଉପରେ ଧରିଲା ମୂଷା ତଳେ ପଡି ପାରିଲା ଥରେ କେମିତି ଦେଖନ୍ତୁ ମାଂସ ଟିକେ ଦେଖନ୍ତୁ କାଉ ନାହିଁ କି ତଳେ ପଡିବାକୁ ଦେବ ନାହିଁ ଯଦି ସେ ସେତିକି ଯଦି ଇଏ ଥିବ ଚାଲାକ ଥିବ ବୋଲେ ସେ କେବେ ତଳେ ପଡିବ ଆଉ ତଳେ ପଡିଲେ ମଧ୍ୟ ସେ ପୁରା ଯାଇକି ନେବ ସେଟା ଧୀରେ ଧୀରେ ଆଇବ ନା କିନ୍ତୁ ପରମେଶ୍ୱର ବର୍ତ୍ତମାନ କାହାକୁ ଆଦେଶ ଦେଇଛି କହୁଛନ୍ତି କାହାକୁ ଆଦେଶ ଦେଇଛି ତ ସେ ତୋତେ ଆଣିକି ରୁଟି ଆଉ ମାଂସ ଦେବ ନଦୀରେ ପାଣି ଅଛି ତୁ ମାନେ ପିଇବୁ ଏଲିୟଙ୍କ ହୃଦୟରେ ଏଲିୟଙ୍କ କାନରେ ଏ ବାକ୍ୟ କେମିତି ଶୁଣା ଯାଇଥିବ ପ୍ରଭୁ ଟିକେ ମୂର୍ଖ ଲୋକ କି ପରମେଶ୍ୱର ଟିକେ ମୂର୍ଖ ଲୋକ କି ଟିକେ ଜ୍ଞାନ ନାହିଁ ବୋଧେ ପ୍ରଭୁଙ୍କ ପାଖରେ ଏ କାହାକୁ ଗୋଟେ ଆଦେଶ ଦେବେ ସତରେ କାହା ମତେ ଆଣିକି ସନ୍ଧ୍ୟାରେ ସକାଳେ ଦେବ ବେଳେବେଳେ ଆମେ ଚର୍ଚ୍ଚରେ ଶୁଣୁଛୁ କିଛି ସମସ୍ୟା ନାହିଁ ହବ କିନ୍ତୁ ଆମେ ନିଜ ହୃଦୟରେ କଣ ଏଟା ତର୍ଜମା କରୁନୁ କହିଦେଲେ ହଉଛି ପାଷ୍ଟ ଆସିକି ଟିକେ ସେମିତି ପହଞ୍ଚନ୍ତୁ ମୋ ପାଖରେ ଆସନ୍ତା ଟିକେ ବଞ୍ଚିକି ଦେଖାନ୍ତେ ତେବେ ମୁଁ ସତ କହିବି ବେଳେବେଳେ ଆମ ପାଖରେ ସେମିତି ପ୍ରଶ୍ନ ଗୁଡାକ ଆସୁନି ସେମିତି ଚିନ୍ତା ଆସୁନାହିଁ କିନ୍ତୁ ପାଷ୍ଟ ନ ବଞ୍ଚିକି କହୁଛନ୍ତି ପାଷ୍ଟ ନ ବଞ୍ଚିକି କହୁଥିବି ପାଷ୍ଟ ନ ବଞ୍ଚିକି କହୁଥିବେ ନା ବଞ୍ଚିକି କହୁଥିବେ କହୁଛନ୍ତି ସେ ଅତିକ୍ରମ କରିଛନ୍ତି ସେଥିପାଇଁ କହୁଛନ୍ତି ହଁ ସତ କଥା ଏଇଟା ଏଲିଓ ସେଟାକୁ ଅତିକ୍ରମ କରିପାରିବ ନାହିଁ ବିଶ୍ୱାସ କରିପାରୁ ନାହିଁ କିନ୍ତୁ କିଏ ଆଦେଶ ଦେଇଛି ପରମେଶ୍ୱରଙ୍କ ଆଦେଶ କଣ କାଉ ମାନିବ ନାହିଁ କାହାକୁ କିଏ ତିଆରି କରିଛି କିଏ ସୃଷ୍ଟି କରିଛି କାହାକୁ ନିଜେ ନିଜେ ଉତ୍ପନ୍ନ ହେଇଛି ନା ତାକୁ ସୃଷ୍ଟିକର୍ତ୍ତା ଲୋକ ତାକୁ ସୃଷ୍ଟି କରିବା ଲୋକ ଅଛନ୍ତି କାଉକୁ ଯଦି ପ୍ରଭୁ କହିବେ କାଉ ମୋର ଦାସ ଅଛନ୍ତି ଏଲିଓ ତୁ ଯାହା ଖାଇବାକୁ ଦେବୁ ସେଟା ଉଲ୍ଟେ ଉଲ୍ଟେ ଦେଖାଉଛି କେତେ ସୁନ୍ଦର ଏଟା ମୋର ପେଟକୁ ଯାଇଥାନ୍ତା ମୋର ପେଟ ଫୁଲେଇଥାନ୍ତା କିନ୍ତୁ କେମିତି ଏଲିଓକୁ ଯାଇକି ଦେବି ଏଇଟା କେମିତି ସମ୍ଭବ ହବ କାଉ କଣ ସେତେବେଳେ ଚିନ୍ତା କରିବାକୁ ସୁଯୋଗ ପାଇବ ସେତେବେଳେ କାଉ ପାଖରେ ସୁଯୋଗ ଅଛି ସେ ବିଷୟରେ ଚିନ୍ତା କରିବା ପାଇଁ ନା କାଉ ପ୍ରଭୁତରେ ହଁ ପ୍ରଭୁ ଠିକ ଅଛି ଯାଉଛି କହିବ କଣ କହିବ ସିଧା କହିବ ହଁ ପ୍ରଭୁ ଯାଉଛି ଏଟା ଆପଣଙ୍କର ବାକ୍ୟ ମୁଁ ଦେବି ପ୍ରଭୁ ଏ ପ୍ରକାର ଭାବରେ କାଉ ଏଲିଓକୁ ପ୍ରଭୁତରେ ଯତ୍ନ କରୁଛି ଦିନେ ଜର୍ଦାନ ନଦୀ ପାଖରେ ଥିବା କଳିଜ ନଦୀ ଶୁଖିଗଲା ପୁଣି ଏଲିଓଙ୍କ ପାଖରେ ବାକ୍ୟ ଆଇଲା କେମିତି ବାକ୍ୟ ଆଇଲା ଏଲିଓ ଏଟା ଜାଗା ପରିବର୍ତ୍ତନ କରେ ଟିକେ ତୁ ବଦଳେଇ ଜାଗା ଚେଞ୍ଜ କରେ ତୁ ଯା ଅଲଗା ଜାଗା ଉଠିକି ଯା ତୁ ଗୋଟେ ଜାଗାରେ କେତେ ଦିନ ରହିବୁ ଏ ଗୋଟେ ଜାଗାରେ କେତେ ଦିନ ରହିବୁ ଟିକେ ଜାଗା ଚେଞ୍ଜ ହେବା ଦରକାର ଏଲିଓ ପଚାରେ ପ୍ରଭୁ କୁଆଡେ ଯିବି ଆଉ କେତେ ବୁଲେଇବ ପ୍ରଭୁ ମତେ ବହୁତ ବୁଲି ସାରିଲେଣି ଏଠୁ ଟିକେ ସେଠୁ ଟିକେ ପ୍ରଭୁ ମତେ ନେଇକି ରଖୁଛ ମୁଁ ମଲା ବସ୍ତୁ ପରି ହେଇଯାଇଛି ଆଉ କୁଆଡେ ଯିବି ପ୍ରଭୁ ଏଲିଓ କଣ ପଚାରି ନଥିବେ ଏଲିଓଙ୍କ ପାଖରେ କଣ ଏମିତି ଚିନ୍ତା ଆସିନଥିବ ଦ୍ୱିତୀୟରେ ପରମେଶ୍ୱର କଣ କହିଲେ ଏଲିଓଙ୍କୁ 8 ପଦର ତଳକୁ ଦେଖନ୍ତୁ ଅନନ୍ତର ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା ଯଥା ଉଠ ସିଦୋନର ସାରିପଥକୁ ଯାଇ ସେଠାରେ ବାସ କର ଦେଖ ଆମେ ସେଠା ସ୍ଥିତ ଏକ ବିଧବା ସ୍ତ୍ରୀକି ତୁମକୁ ପ୍ରତିପୋଷଣ କରିବାକୁ ଆଜ୍ଞା ଦେଇଅଛୁ ତୁମରେ ସେ ଉଠି ସାରିପଥକୁ ଗଲେ ସେ ନଗର ଦ୍ୱାରା ନିକଟରେ ଉପସ୍ଥିତ ହୁଅନ୍ତେ ଦେଖ ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାମଗ୍ରୀ ଅଛି ଏବଂ ସେ ତାଙ୍କୁ ଡାକି କହିଲେ ବିନୟ କରୁଛି ଗୋଟିଏ ପାତ୍ରରେ କିଛି ଜଳ ଆଣ ମୁଁ ପାନ କରିବି ବର୍ତ୍ତମାନ ପ୍ରଭୁ ଏଲିଓଙ୍କୁ କୁଆଡେ ପଠେଇଲେ ସାରିପଥକୁ ପଠେଇଲେ ସେଠି ଜଣକୁ ରେଡି କରିଛନ୍ତି ସେ ମତେ ବିଧବା ସ୍ତ୍ରୀ ଏଲିଓ ତୁ ଯା ସାରିପଥକୁ ସେଠି ଗୋଟେ ସ୍ତ୍ରୀ ଲୋକ ଅଛି ତାର ସ୍ୱାମୀ ନାହିଁ ସେ ଜଙ୍ଗଲରେ ଥିବ କାଠ ସାମଗ୍ରୀ ଥିବ ତା ପାଖରେ ଯାଇକି ରହ ସେ ତୋତେ ପ୍ରତିପୋଷଣ କରିବ ସକାଳେ ଖାଇବାଟା ପିଇବାଟା ରହିବାଟା ସବୁ ବିଷୟରେ ଯତ୍ନ କର ତୁମେ ଯାଇକି ସେ ଜାଗାରେ ବାସ କର ଏଲିଓ ପ୍ରଭୁରେ ଆଉ ଥରେ ଜାଗା ଚେଞ୍ଜ କର ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ବାହାର କରିକି ଆଣିଲେ ମିଶର ଦେଶରୁ ମରୁ ପ୍ରାନ୍ତରେ ପ୍ରଭୁତରେ ବାହାର କରିକି ଆଣିଲେ 40 ଦିନର ରାସ୍ତା 40 ବର୍ଷ ପ୍ରଭୁତରେ ଭ୍ରମଣ କଲେ ଏମାନଙ୍କର ଚପଲ ଛିଣ୍ଡିଲା ଡ୍ରେସ୍ କଣା ହେଲା ବୋଲି କେବେ ପଢିଛନ୍ତି ନା କେବେ କାହାଠୁ ଶୁଣିଛନ୍ତି ନା ପ୍ରଭୁ ଏମାନଙ୍କୁ ଭୋକରେ ମାରିଦେଲେ ବୋଲି କେବେ ଶୁଣିଛନ୍ତି ନା ବାଇବଲ ସେମିତି ବାକ୍ୟ କେବେ ଦେଖିଛନ୍ତି
କିନ୍ତୁ ପ୍ରଭୁ ସେମାନେ କେମିତି ଆଣିଲେ? ଉପରୁ ପକ୍ଷୀ ପରି ପକ୍ଷୀ ଉପରେ ବହିକି ଆଣିଲେ ଲେଖା ହେଇଛି। ମାନେ କିଏ ଆଣିଲେ? ସେମାନେ ପରମେଶ୍ୱର ଆଣିଲେ। ସେଥିପାଇଁ ସେମାନେ ଗୋଟେ ଚପଲ 40 ବର୍ଷ ପିନ୍ଧିଲେ, ଗୋଟେ ଡ୍ରେସ୍ 40 ବର୍ଷ ପିନ୍ଧିଲେ, କିନ୍ତୁ ଚିରିଲେ ନା, କଣା ବି ହେଲା ନା। ଦିନ ବେଳା ହେଲେ ମେଘସ୍ତମ୍ଭ ପରମେଶ୍ୱର ପଠେଇଲେ, ରାତି ହେଲେ ଅଗ୍ନିସ୍ତମ୍ଭ ପଠେଇଲେ। ଖାଇବାକୁ ଲୋକ ମାଗିଲେ, ମାନା ଆକାଶରେ ବର୍ଷେଇଲେ, ପିଇବା ପାଇଁ ଚାହିଁଲେ ପଥରରୁ ଯଷ୍ଟି ଆଘାତ କଲେ, ପାଣି ବାହାରିକି ଆଇଲେ। କିନ୍ତୁ ସମସ୍ୟା କୋଉଠି ରହିଲା? এই ଲୋକମାନେ ପ୍ରଭୁଙ୍କୁ ଦେଖିପାରୁନାହାନ୍ତି, ସେଟା ସମସ୍ୟା। ସମାନ ସେମିତି ଆମ ଲାଇଫରେ ମଧ୍ୟ ସମାନ। ପ୍ରଭୁ ଆଜି ପର୍ଯ୍ୟନ୍ତ ମୋ ଲାଇଫରେ କାମ କରିକି ଆସିଛନ୍ତି। ଆଜି ପର୍ଯ୍ୟନ୍ତ ମତେ ଉପର ପକ୍ଷୀ କରି ପକ୍ଷରେ ବୋହିକି ଆଣିଛନ୍ତି। ମୁଁ କିଛି କରିନି ମୋ ଧାର୍ମିକ ହେବା ପାଇଁ କି ପବିତ୍ର ହେବା ପାଇଁ। କିନ୍ତୁ ବର୍ତ୍ତମାନ ସମସ୍ୟା ରହିଲା କୋଉଠି? ମୁଁ କାହିଁକି ଆତ୍ମିକରେ ବହୁତ ବୃଦ୍ଧି ପାଇପାରୁନାହିଁ? ମୁଁ କାହିଁକି ଆତ୍ମିକ ଜୀବନରେ ଡେଭଲପ ହେଇପାରୁନାହିଁ? କୋଉ କାରଣ? ମୁଁ ପ୍ରଭୁଙ୍କୁ ଦେଖିପାରୁନି, ବାକ୍ୟ ପାଖରେ ପହଞ୍ଚି ପାରୁନି, ମୋ ମଧ୍ୟରେ ବାକ୍ୟ ସ୍ଥାନ କରୁନି, ସେଟା ସମସ୍ୟା। ସେଥିପାଇଁ ପରମେଶ୍ୱର କଣ କହୁଛନ୍ତି? ମୁଁ ତମକୁ ବୋହିକି ନେବି, ମୁଁ ତମକୁ ବାହାର କରିକି ଆଣିବି, ତୁମେ ଆସ। ଇସ୍ରାଏଲ ଲୋକମାନେ 40 ବର୍ଷ ଚାଲିବାଟା ବଳ ଥିଲା କି? 40 ବର୍ଷ ଚାଲିବାଟା ବଳ ଥିଲା କି? ଏମାନଙ୍କୁ ବଳ କିଏ ଦେଲେ? ପରମେଶ୍ୱର ଦେଲେ। ଯେସାୟା ପୁସ୍ତକ ବାଇବଲରେ କଣ ଲେଖା ହେଇଛି? ଯେସାୟା ପୁସ୍ତକ ଟିକେ ବାକ୍ୟ ଦେଖିବା, ସେଟା କେତେ ଖୋଜବା ମନେ ପଡୁନାହିଁ। एकचाळीस पूर्व 40 ପୂର୍ବରୁ 31 ପୂର୍ବ ଦେଖ। ଯେସାୟା ପୁସ୍ତକ 40 ପୂର୍ବରୁ 31 ପୂର୍ବ ଦେଖ। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କୁ ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ, ସେମାନେ ଅକୁଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ, ସେମାନେ ଶାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। ଯୋଉ ଲୋକ ପ୍ରଭୁଙ୍କୁ ଅପେକ୍ଷା କରିବ କଣ ପାଇବ ଲେଖା ହେଇଛି? ନୂଆ ନୂଆ ବଳ ପାଇବ ଲେଖା ହେଇଛି। ଇସ୍ରାଏଲ ଲୋକମାନେ 40 ଦିନ ରାସ୍ତାରେ 40 ବର୍ଷ ଚାଲିଲେ, ବଳ କିଏ ଦେଲେ? କିଏ ବଳ ଦେଇଥିବ? ଭାବିଲାନି କିଏ ବଳ ଦେଇଥିବ? କି ଦେଇ ଲୋକମାନେ ପ୍ରଭୁଙ୍କୁ ଦେଖୁନ, ଉଲ୍ଟା ପ୍ରଭୁଙ୍କୁ ଅଭିଯୋଗ କରୁଛ, ପ୍ରଭୁ ତମେ ତ କଣ ଦେଲ? ଆମକୁ କଣ ଦେଲ? ଏଠି ଖାଲି ଆମେ ସେ ମରୁପ୍ରାନ୍ତର ଖାଲି ଦେଖୁଛୁ, ଖାଲି ବାଲି ନା ଛାଇ ଅଛି ନା କଣ ଅଛି? ମାଂସ ଟିକେ ଖାଇ ବୋଲେ ମାଂସ ବି ମିଳୁନାହିଁ। ତମକୁ ମାଗିଲା କଥା ଆକାଶରୁ କଣ ଭାଟୋଇ ପକ୍ଷୀ ପଠେଇ ଦଉଛ। ତାପରେ ସେଟା ମଧ୍ୟ ଟିକେ ସଫିସିଏଣ୍ଟ 3 ଓଳି ଟିକେ ଖାଇବାକୁ କହିଲେ ମଧ୍ୟ ହଉନାହିଁ। ଗୋଟେ ଓଳି ଖାଇଲା ପରେ ଟିକେ ପାତ୍ରରେ ରଖିଲେ ପୋକ ହଉଛି। କହୁଛନ୍ତି ନା କହୁନା? ଆଉ ମାନା ମଧ୍ୟ ସେଟା 3 ଓଳି ରଖିବ ବୋଲି, ସେଟା ମଧ୍ୟ ଟିକେ ପରେ ନାଇକି ତୋଳି ଯାଉଛି, ତାପରେ ଦେଖିଲା ବେଳକୁ ପୋକ ଜମି ଖାଉଛି। ତ ସେଟା ମଧ୍ୟ ମାଗିଲେ ପରମେଶ୍ୱର ବର୍ଷଉଥିବେ। ସକାଳେ ଥରେ ବର୍ଷଉଥିବେ, ଦିନ ବେଳେ ଥରେ ବର୍ଷଉଥିବେ, ସନ୍ଧ୍ୟାରେ ଥରେ ବର୍ଷଉଥିବେ। ସେଟା ମଧ୍ୟ ଗୋଟେ 2 ଘଣ୍ଟା ବି ରଖିବ। ଗୋଟେ ବରଫ ହାତରେ କେତେ ସମୟ ଧରିବ? ଆଇସ୍କୁ ତମେ କେତେ ସମୟ ହାତରେ ଧରିପାରିବ? ଗୋଟେ ଛୋଟ ଆଇସ୍ ଖଣ୍ଡ ଏମିତି କରିକି ଧରବ, ସେଟା କେତେ ସମୟ ରହିବ? ମୁଁ ଜାଣିନି, ତାର ଖଣ୍ଡ ତାର ଆକାର ଅନୁସାରେ ସେ ତମ ହାତରେ ରହିବ। ତାର ଯେତେ ଛୋଟ ଆକାର ହବ ସେତିକି କମ ସମୟ ରହିବ, ଯେତେ ବଡ ଆକାର ହବ ସେତିକି ଟିକେ ଅଧିକ ଟାଇମ ନେବ। ତାପରେ ଏ ବରଫ ଖଣ୍ଡ ନେଇକି ଅଦୃଶ୍ୟ ହବ ନା ନାଇଁ? ସେଥିପାଇଁ ଆମର ବଳ, ଆମର ଶକ୍ତି ଆମକୁ କେତେ ଶକ୍ତି ଦେବ? ଆମର ବଳ, ଆମର ଶକ୍ତି କେତେ ପର୍ଯ୍ୟନ୍ତ ଶକ୍ତି ଦେବ? ଆମେ କେତେ ପର୍ଯ୍ୟନ୍ତ ବଳ ପାଇବୁ? କେତେ ପର୍ଯ୍ୟନ୍ତ ଆମେ ନିଜକୁ ବିଶ୍ୱାସ କରିକି ଆଉ ଥରେ କେତେ ବର୍ଷ ଷ୍ଟ୍ରଗଲ କରୁ? ଦୁନିଆରେ ନାଇଁ ସହଜରେ କୌଣସି ଜିନିଷ ହବ ନାହିଁ। ଦୁନିଆରେ ପ୍ରତ୍ୟେକ ବିଷୟରେ ଷ୍ଟ୍ରଗଲ ଅଛି, ପ୍ରତ୍ୟେକ ବିଷୟରେ ତାର କଣ ଅଛି? ତାର ନିର୍ଦ୍ଦିଷ୍ଟ କାଳ ଗୋଟେ ଅଛି। ସେଥିପାଇଁ ପରମେଶ୍ୱର ଲୋକମାନଙ୍କୁ କେମିତି କଢେଇକି ନେବା ପାଇଁ ଚାହାନ୍ତି? କୋଉ ରାସ୍ତାରେ କଢେଇକି ନେବା ପାଇଁ ଚାହାନ୍ତି? ଲୋକମାନେ ଯେମିତି ପ୍ରଭୁଙ୍କୁ ନିର୍ଭର କରନ୍ତି। କିଏ ଶୋଉଛନ୍ତି, କାନ ଚିପଟି ଦିଅ, ନହେଲେ ଟିକେ ମାର, ଟିକେ ଥାପୁଡ଼ା ମାନେ କଣ କରିବ? ଏମିତି ମାର, ଏମିତି ମାର କଣ କରିବ? ଥାପୁଡ଼େଇବାଟା କରିବ।
मुझे भल प्रोनाउंसिएशन कर पारे भल वर्ड जाने ना से खूब सारे कौन हम से आमर बल आमर शक्ति आम के दिन रही बेसी कम गोटे सेकेंड भितर आम मन बदल जाए गोटे सेकेंड भितर आम प्रकृत अनेक गुट चिंता प्रकृत रखी था कि प्रभु कौन कहते इसराएल लोक मान जो मैंने सदा अपेक्षा करते नुआ नुआ फल पाइबे लेखाई ना लेखाई से नुआ नुआ फल पाइबे से उकुश पक्षी पड़ी पक्षे ऊपर को उठे से श्रांत न हो दौड़े से क्लांत न हो गमन कर श्रांत मान कौन श्रांत बोले कौन से पुरुष पक्षी पड़ी पक्षी ऊपर को उठे से श्रांत न हो दौड़े शांत माने हालिया न होगा क्लांत नहीं गमन करबे राइट तो किए एंती बंचबो लेखाई जे प्रभु को अपेक्षा करबो लेखाई ता माने परमेश्वर ए लोक मान को उकुश पक्षी पड़ी ऊपर कोही के आनी